ଦୁନିଆରେ ସେହି ଲୋକଙ୍କୁ ଅଧିକା ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ। ଆଉ କାହିଁକି ନା ଦୁନିଆରେ ସେହି ଲୋକଙ୍କୁ ଅଧିକ ଦୁଃଖ ମିଳେ ଯିଏ ସମସ୍ତଙ୍କୁ ନିଜର ବୋଲି ଭାବେ। କାହିଁକି ନା ତୁମକୁ ବୁଝେଇବା ମଣିଷ ତ ବହୁତ ମିଳିବେ, କିନ୍ତୁ ତୁମକୁ ବୁଝିବା ମଣିଷ ଖୁବ୍ କମ୍ ମିଳିବେ। ଆପଣଙ୍କର ଜନ୍ମଜାତକ ପରାମର୍ଶ ପାଇଁ, ଜାତକ ମିଳନ ପାଇଁ, ଯେକୌଣସି ଶୁଭ ମୁହୂର୍ତ୍ତ ପାଇଁ, ଖରାପ ଗ୍ରହର ଦଶାରୁ ବର୍ତ୍ତିବା ପାଇଁ ଉପାୟ, ଜୀବନରେ ଆସୁଥିବା ସମସ୍ୟାର ସମାଧାନ ପାଇଁ ନିଶ୍ଚିତ ମୋ ସହିତ ଯୋଗାଯୋଗ କରିପାରିବେ, ଯାହାକି ହ୍ୱାଟ୍ସଆପ୍ କରିପାରିବେ କିମ୍ବା କଲ୍ କରିପାରିବେ। ତେବେ ନମ୍ବରଟି ରହୁଛି 9517795111। ଓମ୍ ବିଷ୍ଣବେ ନମଃ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ, ବ୍ରତ, ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ନଭେମ୍ବର ମାସ 22 ତାରିଖ, ଓଡ଼ିଆ ମାର୍ଗଶିର ମାସ 7 ଦିନ, ଶନିବାର, ଶୁକ୍ଳ ପକ୍ଷ, ଦ୍ୱିତୀୟା ତିଥି ଯାହା ଅପରାହ୍ନ 4:26 ପର୍ଯ୍ୟନ୍ତ ରହୁଛି। ତାପରେ ତୃତୀୟା ତିଥି ଆରମ୍ଭ ହେଉଛି। ଆଜି ଜ୍ୟେଷ୍ଠା ନକ୍ଷତ୍ର ଯାହା ଅପରାହ୍ନ 4:50 ପର୍ଯ୍ୟନ୍ତ ରହୁଛି। ତାପରେ ମୂଳା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ବିଛା ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 6:01 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:00। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ। ଅପରାହ୍ନ 4:26 ପରେ ଯୁଗ୍ନି ଅଗ୍ନିକୋଣରେ ରହିବ। ଆଜି ଘାତ ଚନ୍ଦ୍ର କୌଣସି ରାଶିରେ, ଯାହାକି ଅପରାହ୍ନ 4:50 ପର୍ଯ୍ୟନ୍ତ ନାହିଁ। ତାପରେ ଘାତ ଚନ୍ଦ୍ର ରହିଛି ତୁଳା ରାଶି ବ୍ୟକ୍ତି ଏବଂ କୁମ୍ଭ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ଯାହାକି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର 2 ପାଦ ପୁଷ୍କର ଦୋଷ, ଯାହା ଅପରାହ୍ନ 4:26 ପର୍ଯ୍ୟନ୍ତ। ତାପରେ 1 ପାଦ ପୁଷ୍କର ଦୋଷ ଲାଗିବ। ଫଳ ରହୁଛି ପଶୁ ହାନି, ତତ୍ସହିତ କୃଷି ସନ୍ତାନ ହାନି। ଆଜି ଦ୍ୱିତୀୟାରେ ଶ୍ରାଦ୍ଧ, ନିଷିଦ୍ଧ ଖାଦ୍ୟ ରହିଛି ବୋଇତ କଖାରୁ, ତତ୍ସହିତ ପୁଟୁଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଯାହାକି ରହିଛି ରାତ୍ରି 11:16 ପରେ ବିବାହ ପାଣି ଗ୍ରହଣ ରହିଅଛି। ଆଜିର ଶୁଭ ବାର୍ତ୍ତା, ଯଦି ଆପଣ ସ୍ୱପ୍ନରେ ଖାତା ପତ୍ର ମେଲା ହୋଇଥିବା ଦେଖୁଥିବେ ଅଥବା ପଢୁଥିବା ଦେଖୁଥିବେ, ତେବେ ଏପରି ସ୍ୱପ୍ନ ବଡ଼ ଅନିଷ୍ଟକାର, ଯାହାକି ନାନା ବିପଦ ଘଟଇ ସକଳ କାର୍ଯ୍ୟ ନଷ୍ଟ ହୋଇ। ତେଣୁ ଏପରି ସ୍ଥିତିରେ ଆପଣ, ଯାହାକି ମୃତ୍ୟୁ ପରେ ମଧ୍ୟ ଚନ୍ଦ୍ରଗୁପ୍ତ ଆପଣଙ୍କର ଖାତା ବୁଝିବେ। ତେଣୁ ଏହା ପାଇଁ ନିଶ୍ଚିତ ସାବଧାନ ହୋଇଯାଆନ୍ତୁ। ବିଶେଷ କରି ଆପଣ ଏହି ସ୍ୱପ୍ନ ଯଦି ଦେଖୁଛନ୍ତି, ନିଶ୍ଚିତ ଦାନ ଧ୍ୟାନ କରନ୍ତୁ, ତତ୍ସହିତ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ। ଆପଣଙ୍କର ସମସ୍ତ ପ୍ରକାର ରିଷ୍ଟ ଖଣ୍ଡନ ହେବ। ଆଜିର ଅଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:55 ମଧ୍ୟ ରହିଛି କାଳ ବେଳା। ସେହିଭଳି ପୁଣି ଦିବା 3:53 ଅପରାହ୍ନ 4:57 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 8:50 ଦିବା 10:12 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 12:41 ଦିବା 2:17 ମଧ୍ୟ ରହିଛି ବାର ବେଳା। ସେହିଭଳି ସୂର୍ଯ୍ୟାସ୍ତରୁ ସନ୍ଧ୍ୟା 6:35 ମଧ୍ୟ ରହିଛି କାଳ ରାତ୍ରି। ସେହିଭଳି ପୁଣି ରାତ୍ରି 3:26 ଶେଷ ରାତ୍ରି 6:00 ମଧ୍ୟ ରହିଛି, ଯାହାକି କାଳରାତ୍ରି। ତେଣୁ କାଳରାତ୍ରି, ବାର ବେଳା, କାଳ ବେଳା ଏବଂ ରାହୁ କାଳ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 7:56 ଦିବା 8:49 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 2:18
ଦିବା 3:37 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:12ରୁ ରାତ୍ରି 1:04 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 1:50ରୁ ରାତ୍ରି 2:38 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ। ଏବେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣ ଯଥା ସମ୍ଭବ ନିଜର କାର୍ଯ୍ୟ ନିଶ୍ଚିତ ତ୍ରୁଟି ହୋଇପାରେ, ତେଣୁ ସେ ତ୍ରୁଟିକୁ ଦୂର କରିବା ପାଇଁ ଆପଣ ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ନିଜର କର୍ମକ୍ଷେତ୍ରରେ ସଂଗଠିତ ହୋଇ କାର୍ଯ୍ୟ କରନ୍ତୁ, ଅଧିକ ଗୁରୁତ୍ୱ ଦିଅନ୍ତୁ। କାର୍ଯ୍ୟରେ ଧୈର୍ଯ୍ୟ ନିହାତି ଆବଶ୍ୟକତା ରହିଛି ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନେ ନିଜର ଅନେକ ପ୍ରକାର ଚ୍ୟାଲେଞ୍ଜ ଆସିବ ଏବଂ ଚ୍ୟାଲେଞ୍ଜ ଭିତରେ ଆପଣଙ୍କୁ ଚାପ ଯେଉଁ ଆସିବ, ଆପଣ ସେଥିରେ ନିଶ୍ଚିତ ନିଜର କାର୍ଯ୍ୟ ଭୁଲ କରିବାର ଅନେକ ଚାନ୍ସ ରହୁଛି। ତେଣୁ ଧ୍ୟାନ ଦେଇ ନିଜର କାର୍ଯ୍ୟ କରନ୍ତୁ ଏବଂ ପ୍ରତ୍ୟେକ କାର୍ଯ୍ୟ ସଚେତନ ସହକାରେ ଏବଂ ପୂର୍ବରୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାଇବେ ମେଷ ରାଶି ବ୍ୟକ୍ତି। ଆଜି ମେଷ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ଟିକେ ପଦମର୍ଯ୍ୟାଦା ବିଶେଷ ଭଲ ହୋଇନପାରେ। ତେବେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ଦିନଟା ବିଶେଷ ଭଲ ହବାର ସୁଯୋଗ ନାହିଁ। ଆଜି ମେଷ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଆପଣଙ୍କର ଜୀବନ ସାଥୀଙ୍କ ଅଧିକ ସମୟ ଦେଇ ନ ପାରନ୍ତି, ସେଥିପାଇଁ ଆପଣଙ୍କର ପରସ୍ପର ଭାବନାରେ ଅଣଦେଖା ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପାରିବାରିକ ସମ୍ପର୍କ ଅସ୍ଥିରତା ଆଡ଼କୁ ଅଗ୍ରଗତି କରିପାରେ। ତେବେ ଆଜି ମେଷ ରାଶି ବ୍ୟକ୍ତି ଆପଣ ନିଶ୍ଚିତ ଯେଉଁମାନେ ଆପଣଙ୍କ ବିରୁଦ୍ଧରେ କିଛି କାର୍ଯ୍ୟକଳାପ କରୁଥିବେ ସେମାନଙ୍କୁ ମାତ ଦେବା ପାଇଁ ଆଜି ଦିନଟି ଉତ୍ତମ ଦିନ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତି ଅର୍ଥ କାରବାରରେ ଆପଣ ନିଶ୍ଚିତ ସଫଳତା ପାଇବେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ବିଶେଷ କରି ବିଜନେସରେ ଲାଭ ହେବାର ସମ୍ଭବ ରହିଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ନାନା ପ୍ରକାର ସମସ୍ୟା ଆପଣଙ୍କୁ ଅଶାନ୍ତି କରିପାରେ ବା ଆପଣଙ୍କୁ ବିଭିନ୍ନ ପ୍ରକାର ପୀଡ଼ା ଅନୁଭବ କରିପାରନ୍ତି। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଅଧିକ କଷ୍ଟ ହୋଇପାରେ। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ନାଲି ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣ ଧ୍ୟାନ ସହକାରେ କରିଲେ ସମସ୍ତ କାର୍ଯ୍ୟ ସୁଫଳ ହେବ। ଆପଣଙ୍କର ଆଜି ମାନସିକ ସ୍ତର ସକାରାତ୍ମକ ଭାବନାରେ ଭରପୁର ରହିବ। ଆଜି ବୃଷ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ପାଇଁ ସୁଖର ପ୍ରଦାନ କରିବ, ଆପଣଙ୍କ ଭାଗ୍ୟ ରାଶିରୁ ଯାହା ଜଣାପଡୁଛି। ତେବେ ଆଜି କିଛି କାର୍ଯ୍ୟରେ ଆପଣଙ୍କୁ ପ୍ରତିବନ୍ଧକ ମଧ୍ୟ ଆସିପାରେ, ଯାହା ପାଇଁ ଆପଣଙ୍କୁ ଧ୍ୟାନ ରହିବାର ଆବଶ୍ୟକତା ରହିଛି। ଆଜି ବୃଷ ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ସମସ୍ତ କାର୍ଯ୍ୟ ସକାରାତ୍ମକ ରହିବ ଏବଂ ନିଜର କାର୍ଯ୍ୟ କୌଶଳ ଦ୍ୱାରା ସମସ୍ତଙ୍କ ମନ ଜିଣିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଆପଣଙ୍କର ପାରିବାରିକ ସମ୍ପର୍କ ଭଲ ରହିବ ଏବଂ ମଧୁର ବାର୍ତ୍ତାଳାପ ରହିବ। ମିଠା କଥାବାର୍ତ୍ତା ଦ୍ୱାରା ସମସ୍ତଙ୍କ ହୃଦୟ ଜିଣିବାର ଏକ ଉତ୍ତମ ଦିନ ହୋଇପାରେ। ଆଜି ବୃଷ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣ ବହୁତ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ ଏବଂ ଆଜି ଭଲ ବୁଝାମଣା ଦୁଇ ଜଣଙ୍କ ଭିତରେ ରହିବ ଏବଂ ବହୁତ ପ୍ରେମ ବାର୍ତ୍ତାଳାପ ମଧ୍ୟ କରିପାରନ୍ତି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଶୁଭ ଯୁଗ ରହିଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ସେଥିରେ କୃତ କାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଜି ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ଆଜି ବୃଷ ରାଶି ବ୍ୟକ୍ତି ଅର୍ଥଜନିତ ବେପାର ବାଣିଜ୍ୟରେ ଯେଉଁମାନେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି। ତେଣୁ ଅର୍ଥଜନିତ ଯେକୌଣସି ଡିସିସନ ନେବା ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ବୃଷ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ।
आज मानसिक स्तर में मध्य आपण पूर्ण सुस्थ रहिबे। आज वृष राशि व्यक्तिंकर भाग्य संख्या रही 7, भाग्य रंग रहुची बैगणी रंग यूज करि परिबे एवं ग्रह माने आपण को आज 70% साथ दउछंती। एबे चलंतु जानिबा मिथुन राशि व्यक्ति विषय। मिथुन राशि व्यक्ति आज दिनटी आपणक पई उत्तम दिन रहुची। समस्त कार्य रे आपणकर सकल प्रकार सुख प्राप्त जोग बनउची। आज नूतन कार्य रे आपण जोग देई पारंती किछि। तत्सहित आपणकर आज गुरुत्वपूर्ण निष्पत्ति नबा पई मिथुन राशि व्यक्तिंक पई उत्तम दिन होउछि। आज निजर इच्छा अनुसार समस्त कार्य पूर्ण करिवार एक उत्तम दिन बनई पारे। आज मिथुन राशि व्यक्ति ऑफिस जनित कार्य रे जदि जड़ित अछंती आपणक प्रत्येक कार्य आपणक कौशल द्वारा उपरस्थ कर्मचारी आपणक निश्चित प्रशंसा करिवार सुजोग मिली पारे मिथुन राशि व्यक्तिंकर। आज मिथुन राशि व्यक्ति शिक्षार्थी विद्यार्थी मानक पई उत्तम दिन बनौछि जहा आपणक भाग्य ग्रह जना पडुछि। आज मिथुन राशि व्यक्तिंकर इंटरव्यू थिले निश्चित सेथिरे सक्सेसफुल हेबे जहा आपणक ग्रह चक्र जना पडुछि। आज मिथुन राशि व्यक्तिंकर राजनीतिक सामाजिक क्षेत्र रे जो माने जड़ित अछंती निश्चित आपणकर प्रतिष्ठा लाभ करिवार उत्तम जुग बनौछि। आज मिथुन राशि व्यक्ति प्रेम संबंध रे आपनको आज रोमांटिक परिवेश सृष्टि करि पारे जहा आपनको भाग्य चक्र जना पडुछि। आज मिथुन राशि व्यक्ति पारिवारिक संपर्क भल रहिबो एवं निज भितरे बहुत मधुरता संपर्क देखा देबो। आज मिथुन राशि व्यक्ति व्यापार वाणिज्य जो माने जड़ित अछंती अनेक प्रकार लाभ प्राप्त करिवार सुजोग रहुछि। तत्सहित अर्थजनित जेकोनोसी निष्पत्ति नबा पई आज उत्तम दिन बनौछि। आज मिथुन राशि व्यक्ति आपण स्वास्थ्यगत दृष्टि देखिले आपण पूर्ण सुस्थ रहिबे। कौनसी स्वास्थ्य समस्या आपणकर रहिबो नाही। आज मानसिक स्तर रे मध्य आपण पूर्ण सुस्थ रहिबे। आज मिथुन राशि व्यक्तिंकर भाग्य संख्या रहिछि 5, भाग्य रंग रहुछि धला रंग एवं ग्रह माने आपण को आज 98% साथ दउछंती। एबे चलंतु जानिबा कर्कट राशि व्यक्तिंक विषय। कर्कट राशि व्यक्ति आज प्रत्येक कार्य को आपण को धैर्य सहकारे कार्य करिबा को पड़िबो। सठिक योजना प्रस्तुत करी निजर कार्य कौशल द्वारा समस्त कार्य करिवार आवश्यकता रहिछि। आज कर्कट राशि व्यक्तिंकर भाग्य ग्रह निम्नगामी रहुछि। कौनसी नूतन योजना किबा गुरुत्वपूर्ण निष्पत्ति नियंतु नाही कारण आज जदि से निष्पत्ति नौचंती परवर्ती स्टेप रे आपण को भारी महंगा पड़ी पारे। आज कर्कट राशि व्यक्तिंकर जहा कि चाकरी संबंध रे कार्य जो माने करूचंती सावधान सहकारे कार्य करंतु। कौनसी युक्ति तर्क कलह करंतु नाही एवं आवश्यक स्थले निजर कार्य को संपादना करिबा पई योजना प्रस्तुत करी कार्य करंतु। आज कर्कट राशि व्यक्ति शिक्षार्थी विद्यार्थी मानक पई विशेष भल दिन होई न पारे। तेबे राजनीतिक सामाजिक क्षेत्र रे व्यक्ति मानकर आज आदु भल दिन होई न पारे। आज आपणकर बंधु विरोधी जुग रहुची तेणु कर्कट राशि व्यक्ति यहा प्रति निश्चित सचेतन रुहंतु। आज कर्कट राशि व्यक्ति जो माने प्रेम संबंध रे जड़ित अछंती सेमानकर आज प्रेम संबंध खराब होवार अनेक जुग बनौछि। आज कर्कट राशि व्यक्तिंकर पारिवारिक संपर्क जहा कि निज भितरे मतभेद देखा देवार अनेक चांस रहुछि एवं कलह युक्त रहुछि। तेणु यहा प्रति निश्चित कर्कट राशि व्यक्ति सावधान रुहंतु। आज कर्कट राशि व्यक्ति अर्थजनित कारोबार रे ध्यान पूर्वक निजर अर्थ जहा कि जोठी परिचालना करंतु किबा व्यापार वाणिज्य जदि करूछंती आवश्यक स्थले पूर्ण बुद्धि प्रयोग करंतु। कौनसी रिस्कफुल कार्य करंतु नाही नहले कर्कट राशि व्यक्तिंक पई भारी लॉस होबार चांस रहुछि। आज कर्कट राशि व्यक्तिंकर स्वास्थ्यगत दृष्टि देखिले आपणकर स्वास्थ्य समस्या अनेक प्रकार पीड़ा जहा कि आपण को भोगिबा को पड़ी पारे। तेणु निश्चित निजर स्वास्थ्य प्रति सचेतन रुहंतु। पूर्व जदि आपणकर स्वास्थ्य समस्या किछि थिबो आज आहुरी आपण को अनेक प्रकार पीड़ा आहुरी देखा देबो। आज कर्कट राशि व्यक्तिंकर भाग्य संख्या रहिछि 4, भाग्य रंग रहुछि जहा कि धूसर रंग एवं ग्रह माने आपण को आज 25% साथ दउछंती।
ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ କିଛି ମାତ୍ରାରେ ଅସ୍ଥିରତା ରହିପାରେ, ତେଣୁ ସିଂହ ରାଶି ବ୍ୟକ୍ତି ଧୈର୍ଯ୍ୟ ସହକାରେ ପ୍ରତ୍ୟେକ କାର୍ଯ୍ୟ କରନ୍ତୁ। ଆବଶ୍ୟକ ସ୍ଥଳେ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳତା ଆଡ଼କୁ ଅଗ୍ରଗତି କରିବ। ଆଜି ସିଂହ ରାଶି ବ୍ୟକ୍ତି ବିଶେଷ କରି ଆପଣଙ୍କର ଚାକିରି ସମ୍ବନ୍ଧର କାର୍ଯ୍ୟଗୁଡ଼ିକୁ ଆପଣଙ୍କୁ ଭାରି ଚାପ ଦେଖା ଦେଇପାରେ, କିନ୍ତୁ ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ ଆପଣ ସମସ୍ତ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରି ନିଜର କାର୍ଯ୍ୟ ସଫଳତା ଆଡ଼କୁ ଅଗ୍ରଗତି କରିବେ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଅସ୍ଥିରତା ଦେଖା ଦେଇପାରେ, କିନ୍ତୁ ଆପଣ ଯଦି ଧୈର୍ଯ୍ୟ ସହକାରେ ନିଜର କାର୍ଯ୍ୟ କରିବେ ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ। ଆଜି ସିଂହ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଗ୍ରହ ମଧ୍ୟମ ଧରଣରେ ରହିଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଆପଣ କିଛି ଜାଗା କିଣିବାର ବା ଜମି ଜମା କାର୍ଯ୍ୟରେ ଯଦି କିଛି କରିବା ପାଇଁ ଚାହୁଁଛନ୍ତି ତାହା ଆପଣଙ୍କ ପାଇଁ ଉତ୍ତମ ଦିନ ସବୁଠାରୁ ଆଜି ହୋଇପାରେ ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭାଗ୍ୟ ଶୁଭ ଯୁଗରେ ରହିଛି, ଏକ ରୋମାଣ୍ଟିକ ପରିବେଶ ସୃଷ୍ଟି କରିପାରେ। ତେବେ ସିଂହ ରାଶି ବ୍ୟକ୍ତି ଆଜି ପାରିବାରିକ ସମ୍ପର୍କ ନିଜ ଭିତରେ ମଧୁରତା ଦେଖାଦେବାର ଅନେକ ଚାନ୍ସ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ନିଶ୍ଚିତ ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ରହୁଛି, ତେଣୁ ଅର୍ଥଜନିତ କାରବାର ଆପଣ ନିଶ୍ଚିତ ଲାଭଦାୟକ ସୁଯୋଗ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ଧ୍ୟାନ ଦେବାର ଆବଶ୍ୟକତା ରହିଛି ସିଂହ ରାଶି ବ୍ୟକ୍ତିଙ୍କର। ଆଜି ସିଂହ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖାଦେବ, ଯାହାକି ସ୍ୱାସ୍ଥ୍ୟ ଆପଣ ବିଭିନ୍ନ ପ୍ରକାର ରୋଗ ପୀଡ଼ା ଆସିପାରେ, ବିଶେଷ କରି ଚକ୍ଷୁ ଜନିତ ସମସ୍ୟା ପୂର୍ବରୁ ଯଦି ଥିବ ଆଜି ତାହାର ଅନେକ ପ୍ରକାର ପ୍ରୋବ୍ଲେମ ଆପଣଙ୍କୁ ସାମ୍ନା କରିବାକୁ ପଡ଼ିବ। ତେଣୁ ଚକ୍ଷୁ ଜନିତ କିଛି ଯଦି ସମସ୍ୟା ସିଂହ ରାଶି ବ୍ୟକ୍ତିଙ୍କର ଆସେ ନିଶ୍ଚିତ ଆଜି ଡକ୍ଟର ପରାମର୍ଶ ନିଅନ୍ତୁ ସିଂହ ରାଶି ବ୍ୟକ୍ତି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 1, ଭାଗ୍ୟ ରଙ୍ଗ ରହୁଛି ଆପଣ ସୁନେଲି ରଙ୍ଗ ୟୁଜ କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 50% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କ ହିସାବରେ ହେବ। ଗ୍ରହ ମାନେ ଆପଣଙ୍କୁ ପୂର୍ଣ୍ଣ ଶୁଭଯୋଗ ସ୍ଥିତିରେ ରହୁଛି, ତେଣୁ ଆପଣ ବହୁତ ଆଜି ଖୁସି ଆନନ୍ଦିତ ହବାର ଅନେକ ଚାନ୍ସ ରହୁଛି। ଆଜି ଆପଣଙ୍କର ଭାଗ୍ୟ ସଫଳତା ଶୀର୍ଷରେ ପହଞ୍ଚେଇ ଦେବ ଆପଣଙ୍କୁ। ତତ୍ସହିତ ନିଜର କାର୍ଯ୍ୟ ଦକ୍ଷତା ଦ୍ୱାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିପାରନ୍ତି କନ୍ୟା ରାଶି ବ୍ୟକ୍ତି। ତେବେ କନ୍ୟା ରାଶି ବ୍ୟକ୍ତି ଯେଉଁମାନେ ଚାକିରି ସମ୍ବନ୍ଧରେ ଜଡ଼ିତ ଅଛନ୍ତି ନିଶ୍ଚିତ ଉଚ୍ଚ କର୍ମଚାରୀଙ୍କ ଠାରେ ଆପଣଙ୍କର ଆନ୍ତରିକତା ଦେଖାଦେବ ଏବଂ ନିଶ୍ଚିତ ଉଚ୍ଚ କର୍ମଚାରୀଙ୍କ ଠାରୁ ଆପଣ ପ୍ରଶଂସା ପାଇବାର ଯୋଗ୍ୟ ବନେଇଯିବେ। ତତ୍ସହିତ ନିଜର ଲକ୍ଷ୍ୟ ସ୍ଥଳେ ପହଞ୍ଚିବେ କନ୍ୟା ରାଶି ବ୍ୟକ୍ତି ଏବଂ ଆଜି ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଦିନ ହୋଇପାରେ। ତେବେ ରାଜନୈତିକ ସାମାଜିକ କ୍ଷେତ୍ରରେ କନ୍ୟା ରାଶି ବ୍ୟକ୍ତିଙ୍କର ଆଜି ପ୍ରତିଷ୍ଠା ଲାଭ କରିବା ସହିତ ନିଜର ଦକ୍ଷତା ପରିପ୍ରକାଶ କରିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି, ତେଣୁ ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ ସେଥିରେ କୃତ କାର୍ଯ୍ୟ କରିବାର ଅନେକ ଚାନ୍ସ ରହୁଛି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ପ୍ରେମ ସମ୍ବନ୍ଧରେ ଆପଣଙ୍କୁ ଭାଗ୍ୟ ନିମ୍ନଗାମୀ ଘର ରହୁଛି, ତେଣୁ ପ୍ରେମ ସମ୍ବନ୍ଧରେ କେତେକାଂଶରେ ଅସ୍ଥିରତା ଦେଖା ଦେଇପାରେ, ଯାହା ବିଶେଷ କରି ନୂଆ ନୂଆ ଯେଉଁମାନେ ମ୍ୟାରେଜ କରୁଛନ୍ତି ବା ନୂଆ ନୂଆ ଯାହାକି ମ୍ୟାରେଜ କରିବା ପାଇଁ ସ୍ଥିତି ରଖିଛନ୍ତି ସେମାନଙ୍କର କଳହ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ମିଥୁନ ରାଶି ବ୍ୟକ୍ତି ସଚେତନ ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ପାରିବାରିକ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ପୁତ୍ର ତତ୍ସହିତ କନ୍ୟା କିମ୍ବା ପରିବାର ବର୍ଗଙ୍କ ସହିତ ଅନେକ ଝଗଡ଼ା ହବାର ଚାନ୍ସ ରହୁଛି, ବାଦ ବିବାଦ ଦେଖାଦେବ, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ କନ୍ୟା ରାଶି ବ୍ୟକ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି, ନିଶ୍ଚିତ ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣାପଡୁଛି। ତେବେ ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ।
आज कन्या राशि व्यक्तिंकर भाग्य संख्या रही 8, भाग्य रंग रहुची जहाँकि गाढ़ नील रंग यूज करिपारिबे एवं ग्रह माने आपन को आज 75% साथ दउचंती। चलतु जानिबा तुला राशि व्यक्ति विषय। तुला राशि व्यक्ति आज आपणकर भाग्य ग्रह मध्यम धरण रही। आज प्रत्येक कार्य निजर स्वच्छता आनी समस्त कार्य पूर्ण सफलता करने निश्चित चेष्टा करंतु। आज तुला राशि व्यक्ति कर्म क्षेत्र में सफलता पाइबा सहित चाकरी संबंध धैर्य सहकारे कार्य करंतु। उपरस्थ कर्मचारी कथा निश्चित मानतु, जदि न मानिबे आपण गाली एवं निज भितर युक्ति तर्क हबार अनेक चांस रहुची। आज तुला राशि व्यक्ति आपणकर राजनीतिक सामाजिक क्षेत्र में आपणकर प्रतिष्ठा लाभ हबार चांस रहुची। तेबे आज तुला राशि व्यक्ति आपण शिक्षार्थी विद्यार्थी मानक पई आज किछि मात्रा सफलता जुग रहुची। किंतु आज तुला राशि व्यक्ति कौनसी नूतन कार्य करंतु नाही, कारण आपण नूतन कार्य जदि करूचंती आपण को विभिन्न प्रकार बाधा उपजी पारे। आज तुला राशि व्यक्तिंकर जहाँकि प्रेम संबंध रे आपणकर भाग्य आज जहाँकि अनेक प्रकार रोमांटिक परिवेश सृष्टि करि पारे। निज भितर भल संपर्क रहिबार अनेक चांस रहुची। आज तुला राशि व्यक्ति जहाँकि पारिवारिक दृष्टि देखिले आपणकर जहाँकि परिवार सुख समृद्धि आज वृद्धि करिवो, जहाँकि निज भितरे आज अनेक मधुरता देखा देबो। पूर्वरु जदि किछि कलह युक्त थिबो आज ताहार समाधान हेबो। आज तुला राशि व्यक्तिंकर व्यापार वाणिज्य रे आपणकर भाग्य आज मध्यम धरणर रहिछि। आपणकु ध्यान पूर्वक जदि निजर कार्य करिवे तबे निश्चित अनेक प्रकार लाभ प्राप्त करिवार सुयोग देई पारे। तेबे अर्थजनित कौनसी रिस्कफुल कार्य करंतु नाही, कारण अनेक प्रकार रिस्कफुल आपणकर भाग्य जहाँकि मध्यम धरणर रहुछि अर्थजनित कारोबार रे। तेणु आपनको केतेकांश मध्ये विफलता सामना करबाकू पड़ी पारे। तेणु या प्रति निश्चित सचेतन रुहंतु। आज तुला राशि व्यक्तिंकर स्वास्थ्यगत दृष्टि देखिले आपणकर कौनसी स्वास्थ्य समस्या रहिबो नाही। आज तुला राशि व्यक्तिंकर भाग्य संख्या रही 6, भाग्य रंग रहुची आपण मिश्रित कला रंग यूज करि पारिबे एवं ग्रह माने आपण को आज 65% साथ दउछंती। एबे चलंतु जानिबा बिछा राशि व्यक्ति विषय। बिछा राशि व्यक्ति आज दिनटी आपणको पई आदु भल दिन होई न पारे। प्रत्येक कार्य रे आपणको अनेक प्रकार समस्या सामना करबाकू पड़िबो। तेणु बिछा राशि व्यक्ति धैर्य सहकारे निजर कार्य करंतु। कौनसी गुरुत्वपूर्ण निष्पत्ति ठारू दूरता अवलंबन करंतु बिछा राशि व्यक्ति। आज बिछा राशि व्यक्ति अनेक कार्य रे आपणको जहाँकु प्रॉब्लम आसीबो, जहाँ पई आपण मानसिक स्तर रे अस्थिरता देखा देबो। आपणकर बिछा राशि व्यक्ति आज भाग्य ग्रह निम्नगामी रहुची। तेणु निश्चित प्रत्येक कार्य आपण सचेतन सहकारे करंतु। आज बिछा राशि व्यक्ति निजर चाकरी संबंध रे कार्य गुडी को अनेक प्रकार चैलेंज आसीबो, जहाँको सामना करिबा आपणको पक्षे भारी कष्टकर एवं आपणको जंत्रणादायक होई पारे। तेणु बिछा राशि व्यक्ति सचेतन सहकारे निजर कार्य करंतु। विशेष करी चाकरी संबंध रे जो माने जड़ित रहुछि तो आपणको समस्या देबो। तत्सहित इंटरव्यू बा किछा एग्जाम थिबो, आपणको आज विफलतार सामना करिबाकू पड़ी पारे। बिछा राशि व्यक्ति आज बिछा राशि व्यक्तिंकर राजनीतिक सामाजिक क्षेत्र में आपणकर प्रतिष्ठा हानि जुग रहुची। कौनसी राजनीतिक सामाजिक क्षेत्र में आपण दूरता जदि आज अवलंबन करिवे ताहा आपणको पई भलो हबो। आज बिछा राशि व्यक्तिंकर जहाँकि प्रेम संबंध रे आपणकर मधुरता क्षीण हेबो। निज भितरे संपर्क आज परिचालना करिबा भारी कष्टकर एवं अनेक प्रकार समस्या देखा देबो। निज भितरे कलह मध्य युक्ति तर्क हबार चांस रहुची। तेणु या प्रति बिछा राशि व्यक्ति निश्चित सचेतन रुहंतु। आज बिछा राशि व्यक्ति पारिवारिक संपर्क आज कलह युक्त रहिबो। भूल बुझामणा जुगु अनेक प्रकार समस्या देखा देबो। तेणु बिछा राशि व्यक्ति या प्रति निश्चित ध्यान दबार आवश्यकता रही। आज बिछा राशि व्यक्ति व्यापार वाणिज्य रे आपण अनेक प्रकार क्षति सही पारंती। कौनसी रिस्कफुल कार्य करंतु नाही। अर्थजनित कौनसी आज निष्पत्ति नियंतु नाही।
ଯାହା ଆପଣଙ୍କ ପାଇଁ ଭଲ ହେବ। ଯଦି ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ବିଛା ରାଶି ବ୍ୟକ୍ତି, ନିଶ୍ଚିତ ସଚେତନ ସହକାରେ ନିଜର ବେପାର ବାଣିଜ୍ୟ କରନ୍ତୁ। କୌଣସି ଟିକେ ବି ଆପଣ ଧ୍ୟାନଚ୍ୟୁତ ନ ହୁଅନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ଦେଖା ଦେଇପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି କମଳା ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 20% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ନିଶ୍ଚିତ ଧ୍ୟାନ ପୂର୍ବକ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି। ଆଜି ଆପଣ ମାନସିକ ସ୍ଥିତି ଟିକେ ଅସ୍ଥିରତା ରହିପାରେ, କିନ୍ତୁ ନିଜର ଧୈର୍ଯ୍ୟ ସହକାରେ ଯଦି କାର୍ଯ୍ୟ କରିବେ ସମସ୍ତ କାର୍ଯ୍ୟ ଠିକ ହେବା ସହିତ ମାନସିକ ସ୍ଥିତି ମଧ୍ୟ ଭଲ ରହିବ ଧନୁ ରାଶି ବ୍ୟକ୍ତିଙ୍କର। ଆଜି ଧନୁ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି ନିଶ୍ଚିତ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ଦେଇପାରେ, ତେବେ କେତେକାଂଶରେ ଚାପ ବଢିପାରେ। ତେବେ ଆପଣ ଯଦି ନିଜକୁ ଧୈର୍ଯ୍ୟ ରଖି କାର୍ଯ୍ୟ କରିବେ ତେବେ ଆପଣ କୌଣସି ସମସ୍ୟାରେ ପଡିବେ ନାହିଁ। ଆଜି ଯାହାକି ଧନୁ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଯୁଗ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ନିଶ୍ଚିତ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ଦଉଛି। ତତ୍ସହିତ ଆଜି ଧନୁ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ଯୋଉମାନେ ପ୍ରେମ ଦୁନିଆରେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ନିଶ୍ଚିତ ଉତ୍ତମ ଦିନ ହୋଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ପାରିବାରିକ ସମ୍ପର୍କ ଭଲ ରହିବ। ନିଜ ଭିତରେ ମଧୁରତା ବାର୍ତ୍ତାଳାପ କରିବାର ଅନେକ ସୁଯୋଗ ଦେଇପାରେ ଏବଂ ପରିବାର ସମସ୍ତ ବର୍ଗଙ୍କ ସହିତ ମିଳିମିଶି ଦିନ କଟିବାର ସୁଯୋଗ ଦେଇପାରେ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଯାହାକି ବେପାର ବାଣିଜ୍ୟ ଯୋଉମାନେ କରୁଛନ୍ତି ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦଉଛି। ତେଣୁ ନିଶ୍ଚିତ ଯଦି ଯୋଜନା ପ୍ରସ୍ତୁତ କରି ବେପାର ବାଣିଜ୍ୟ କରିବେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି, କିନ୍ତୁ କୌଣସି ରିସ୍କଫୁଲ କାର୍ଯ୍ୟରେ ଧ୍ୟାନ ଦିଅନ୍ତୁ ନାହିଁ, କାରଣ ଯଦି ଅଧିକ ରିସ୍କ ନେବେ ତାହେଲେ ଆୟ ଠାରୁ ବ୍ୟୟ ମଧ୍ୟ ହୋଇପାରେ। ତେଣୁ ଧନୁ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଛୋଟ ମୋଟ ଯାହାକି ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ କିମ୍ବା ଛୋଟ ମୋଟ କିଛି ଘଟଣା ଘଟିପାରେ, ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 5, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟରେ ସୁଖ୍ୟାତି ଅର୍ଜନ କରିବେ। ତତ୍ସହିତ ସମସ୍ତ କାର୍ଯ୍ୟ ଆପଣଙ୍କର ସଫଳ ହେବା ସହିତ ନୂତନ କାର୍ଯ୍ୟରେ ଆପଣ ଯୋଗ ଦେଇ ପାରନ୍ତି। ଆଜି ଯାହାକି ମକର ରାଶି ବ୍ୟକ୍ତିଙ୍କର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି ଉତ୍ତମ ଦିନ ହୋଇପାରେ। ତେବେ ମକର ରାଶି ବ୍ୟକ୍ତି ଆଜି ନିଜର କୁସାଙ୍ଗ ପାଇଁ ଆପଣ ସାବଧାନ ରୁହନ୍ତୁ। କୌଣସି ଖରାପ ସାଙ୍ଗ ସହିତ ମିଶନ୍ତୁ ନାହିଁ। ବିଶେଷ କରି ଆପଣ କୌଣସି ଅର୍ଥ ଜନିତ କାରବାର ଯଦି କରୁଛନ୍ତି ବା ଫ୍ରଡ କାମ କରୁଛନ୍ତି ନିଶ୍ଚିତ ସାବଧାନ ରୁହନ୍ତୁ। କୌଣସି ଫ୍ରଡ କାମ କରନ୍ତୁ ନାହିଁ। ତେଣୁ ମକର ରାଶି ବ୍ୟକ୍ତି ଯଦି ଫ୍ରଡ କାମ କରୁଛନ୍ତି ଆପଣ ନିଶ୍ଚିତ କାରବାସ ହବାର ଅନେକ ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ମକର ରାଶି ବ୍ୟକ୍ତି ସାବଧାନ ରୁହନ୍ତୁ। ତତ୍ସହିତ ନିଜର ଅର୍ଥ ପ୍ରତି ସଚେତନ ରୁହନ୍ତୁ। ଦୂରଯାତ୍ରା କରୁଥିଲେ ଆପଣଙ୍କର ସାବଧାନ ନିହାତି ଆବଶ୍ୟକତା ରହୁଛି, ନହେଲେ ଅର୍ଥଜନିତ କିଛି ହାନି ହୋଇପାରେ। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ଲାଭ କରିବାର ଅନେକ ଚାନ୍ସ ରହୁଛି। ତତ୍ସହିତ ଆଜି ଆପଣ ଚାକିରି ସମ୍ବନ୍ଧରେ କାର୍ଯ୍ୟ ଯଦି କରୁଛନ୍ତି ଅନେକ ପ୍ରକାର ସଫଳତା ପ୍ରାପ୍ତ ଏବଂ ନିଜେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ରୂପେ ପରିଚିତ ହୋଇପାରନ୍ତି। ତେବେ ଆଜି ମକର ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ଇଣ୍ଟରଭ୍ୟୁ ଏକ୍ଜାମ ଥିଲେ ନିଶ୍ଚିତ କୃତକାର୍ଯ୍ୟ କରିପାରନ୍ତି। ଆଜି ମକର ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣ ନିଶ୍ଚିତ ଏକ ମଧୁର ବାର୍ତ୍ତାଳାପ କରିବା ସହିତ ପରିବାର ସମ୍ପର୍କ ଆପଣଙ୍କର ଭଲ ରହିବ, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। କୌଣସି ସ୍ୱାସ୍ଥ୍ୟ ସମସ୍ୟା ଆପଣଙ୍କର ରହିବ ନାହିଁ। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 3, ଭାଗ୍ୟ ରଙ୍ଗ ରହୁଛି ଯାହାକି ହଳଦିଆ ରଙ୍ଗ
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ସୁଖ୍ୟାତି ଅର୍ଜନ କରିବାର ଉତ୍ତମ ଦିନ ହୋଇପାରେ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ନୂତନ କିଛି କାର୍ଯ୍ୟରେ ଯୋଗ ଦେବା ସହିତ ନିଜର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କ ପାଇଁ ପୂର୍ଣ୍ଣ ଶୁଭଯୋଗ ପରିସ୍ଥିତି ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଚାକିରି ସମ୍ବନ୍ଧରେ କାର୍ଯ୍ୟ ନିଜର ପ୍ରତିଷ୍ଠା ସହିତ କାର୍ଯ୍ୟ କୌଶଳ ଦ୍ୱାରା ଆପଣ ସମସ୍ତ କର୍ମଚାରୀ ବା ଆପଣଙ୍କ ସହକର୍ମୀଙ୍କ ଦୃଷ୍ଟି ଆକର୍ଷଣ ହୋଇପାରନ୍ତି। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଆପଣଙ୍କର ଉପରସ୍ଥ ଅଫିସର ନିଶ୍ଚିତ ଆପଣଙ୍କୁ ପ୍ରଶଂସା କରିବାର ଯୁଗ ବନେଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କ ପ୍ରତିଷ୍ଠା ଲାଭ କରିବାର ସୁଯୋଗ ରହୁଛି। ତେବେ ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ଖରାପ ବନ୍ଧୁ ବା ସାଙ୍ଗ ବା ଅନେକ ପ୍ରକାର ଦୁଷ୍ଟ ବ୍ୟକ୍ତି ଠାରୁ ନିଶ୍ଚିତ ସାବଧାନ ରୁହନ୍ତୁ। ଯଦି ତାଙ୍କ ସହିତ ଜଡ଼ିତ ରହିବେ ତେବେ ଆପଣ ବିପଥଗାମୀ ହୋଇପାରନ୍ତି କୁମ୍ଭ ରାଶି ବ୍ୟକ୍ତି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ଏବଂ ନିଶ୍ଚିତ ଆପଣଙ୍କର ଯଦି ଇଣ୍ଟରଭ୍ୟୁ କିଛି ଥିବ ସେଥିରେ କୃତକାର୍ଯ୍ୟ କରିବେ, ଯାହା ଆପଣଙ୍କ ଭାଗ୍ୟ ଶୁଭଯୋଗ ପରିସ୍ଥିତିରେ ରହିଛି। ଆଜି କୁମ୍ଭ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଆପଣଙ୍କର କିଛି ଖରାପ ସ୍ତ୍ରୀ ସହିତ ବା ପୁରୁଷ ସହିତ ଆପଣଙ୍କର ସମ୍ବନ୍ଧ ଆକୃଷ୍ଟ ଆଡକୁ ଗତି କରିପାରେ। ତେଣୁ ଏହା ପ୍ରତି ନିଶ୍ଚିତ କୁମ୍ଭ ରାଶି ବ୍ୟକ୍ତି ସଚେତନ ହେଲେ ତାହା ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି କୁମ୍ଭ ରାଶି ବ୍ୟକ୍ତି ପାରିବାରିକ ସମ୍ପର୍କ କିଛି ମାତ୍ରାରେ ଆପଣଙ୍କର ଅସ୍ଥିରତା ଆଡକୁ ଗତି କରିପାରେ ବା କଳହ ଯୁଗ ହୋଇପାରେ। ତେଣୁ ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯୋଉମାନେ ଜଡ଼ିତ ଅଛନ୍ତି ସେମାନେ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ସୁଯୋଗ ଦେବ। ତେଣୁ ଅର୍ଥଜନିତ ଆଜି ନିଶ୍ଚିତ ନିଷ୍ପତ୍ତି କିଛି ନେବାର ଭାଗ୍ୟ ଆପଣଙ୍କୁ ସାଥ ଦେବ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ମାନସିକ ସ୍ତରରେ ମଧ୍ୟ ଆପଣ ସୁସ୍ଥ ରହିବେ, କୌଣସି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 4, ଭାଗ୍ୟ ରଙ୍ଗ ରହୁଛି ସବୁଜ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 75% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ନିଜର କାର୍ଯ୍ୟ କରୁଥିଲା ବେଳେ ଆପଣ ସାବଧାନ ସହକାରେ କାର୍ଯ୍ୟ କରନ୍ତୁ। ଆପଣଙ୍କର କାର୍ଯ୍ୟ ମାନସିକ ସ୍ଥିତି ଠିକ ରହିବ ନାହିଁ, କେତେକାଂଶରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ତେଣୁ ମୀନ ରାଶି ବ୍ୟକ୍ତି ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ତେବେ ନିଜର ମାନସିକ ସ୍ଥିତି କରିବା ଠିକ ପାଇଁ ଆପଣ ଆବଶ୍ୟକ ସ୍ଥଳେ କିଛି ସଙ୍ଗୀତ ଶୁଣନ୍ତୁ କିମ୍ବା ପ୍ରବଚନ ଶୁଣନ୍ତୁ। ମୀନ ରାଶି ବ୍ୟକ୍ତି ଏହା କରିଲେ ଆପଣଙ୍କ ପାଇଁ ଲାଭଦାୟକ ହେବ। ଆଜି ମୀନ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡ଼ିକୁ ଅନେକ ଚାପ ଆସିବ, ଯାହା ପାଇଁ ଆପଣ ମାନସିକ ସ୍ତରରେ ଅସ୍ଥିରତା ହୋଇପାରେ। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ କ୍ଷେତ୍ରରେ ଆପଣଙ୍କୁ ଅନେକ ଅସ୍ଥିରତାପଣ ଆସିବ ଏବଂ ଆପଣଙ୍କ ରାଜନୈତିକ ସହିତ ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ସେତେ ଭାଗ୍ୟ ସାଥ ନ ଦେଇପାରେ। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ତେବେ ଏହା ପ୍ରତି ନିଶ୍ଚିତ ଆପଣଙ୍କର ଅନେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତ କରିପାରେ। ଯଦି ଇଣ୍ଟରଭ୍ୟୁ ଏକ୍ଜାମ ଥିବ ସେଥିରେ କୃତକାର୍ଯ୍ୟ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ପ୍ରେମ ଦୁନିଆରେ ଆପଣଙ୍କର ଭଲ ମଧୁରତା ସମ୍ପର୍କ ସୃଷ୍ଟି ହେବ। ତତ୍ସହିତ ପାରିବାରିକ ସମ୍ପର୍କ ପାଇଁ ଆଜି ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ରାଶିରୁ ଜଣା ପଡୁଛି। ଆଜି ଯାହାକି ମୀନ ରାଶି ବ୍ୟକ୍ତିଙ୍କର ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ଅର୍ଥଜନିତ ନିଷ୍ପତ୍ତି ନେବା ପାଇଁ ଉତ୍ତମ ଯୁଗ ବନେଇପାରେ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୀନ ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ଦେଖାଦେବ। ପୂର୍ବରୁ ଯଦି ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଅନେକ ପ୍ରକାର ପୀଡ଼ା ଆହୁରି ଦେଖାଦେବ। ତେଣୁ ମୀନ ରାଶି ବ୍ୟକ୍ତି ଏହା ପ୍ରତି ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି 2, ଭାଗ୍ୟ ରଙ୍ଗ ରହୁଛି ଯାହାକି ନୀଳ ରଙ୍ଗ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 55% ସାଥ ଦଉଛନ୍ତି। ଓಂ ବିଷ୍ଣବେ ନମଃ। ନମସ୍କାର।